ଆପଣ ବି ଅତୀତରେ ଘଟିଯାଇଥିବା କିଛି ଘଟଣା, କିଛି ମୁହୂର୍ତ୍ତ, କିଛି ବ୍ୟକ୍ତିବିଶେଷଙ୍କ ବିହେଭିୟରକୁ ନେଇ ଆଜି ବି କ୍ଷତାକ୍ତ ହେଉଛନ୍ତି। ଏହାକୁ ଇମୋସନାଲ ଇଲନେସ୍ ବୋଲି କୁହାଯାଏ। କିଛି ଘଟଣା, କିଛି ମୁହୂର୍ତ୍ତ ଯାହା ଆମକୁ ପସନ୍ଦ ନଥାଏ, ଆମେ ସେ ସମୟରେ କିଛି କରିପାରିନଥାଉ, ଆମେ ଲାଚାର ଥାଉ, ସେ ମୁହୂର୍ତ୍ତ ଆମର ଲମ୍ବିକ୍ ସିଷ୍ଟମ ମାଧ୍ୟମରେ ଆମ ମେମୋରିର ଅମିଗଡାଲା ନାମକ ଏକ ଗ୍ରନ୍ଥିରେ ଷ୍ଟୋର ହେଇକି ରହିଥାଏ। ସେହି ପ୍ରକାର ସିଚୁଏସନ ଯେତେବେଳେ ବାରମ୍ବାର ଆମ ସହିତ ଘଟେ, ଆମେ ସେଇଭଳିଆ ଟ୍ରିଗରିଂ ଆମ ଲାଇଫରେ ଆସେ ଆଉ ସେ ଟ୍ରମା ଦ୍ୱାରା ଆମେ ବାରମ୍ବାର ଇମୋସନାଲି ହଟ୍ ହେଇଥାଉ। ମୁଁ ସ୍ମାରକ ରାୟ ଜଣେ ଇନର ଏନର୍ଜି ଆଲକେମିଷ୍ଟ ଆଣ୍ଡ ହୋଲିଷ୍ଟିକ୍ ହିଲର। ସାର୍ଟିଫାଏଡ୍ ଲାଇଫଷ୍ଟାଇଲ୍ ପ୍ରୋଗ୍ରାମ ମାଧ୍ୟମରେ ଆମେ ଅନେକ ଲୋକଙ୍କ ଲାଇଫରେ ସକାରାତ୍ମକ ଚେଞ୍ଜେସ୍ ଆଣିବାରେ ସଫଳ ହୋଇଛୁ। ତେବେ ଆପଣମାନଙ୍କ ପାଇଁ ମୁଁ ଗୋଟେ ସିମ୍ପଲ ଟିପ୍ସ ଦେବାକୁ ଚାହିଁବି। ଆପଣଙ୍କର ଅତୀତରେ ଯାହା ବି ଘଟଣା ଘଟିଛି ତାକୁ ଗୋଟେ ସାଧା କାଗଜରେ ଲେଖନ୍ତୁ। ଲେଖିବା ସମୟରେ ସେହି ସମୟରେ ଯାହା ବି ଆପଣଙ୍କ କ୍ରୋଧ ଅଛି, ଦୁଃଖ ଅଛି, ଯାହା ବି ଆପଣଙ୍କର ଇମୋସନାଲ ଫିଲିଂ ଅଛି, ସେ ଫିଲିଂକୁ ଆପଣଙ୍କ ମନ ଭିତରେ ଆଣନ୍ତୁ ଏବଂ ସମ୍ପୂର୍ଣ୍ଣ ଲେଖି ସାରିଲା ପରେ ତାକୁ ଆପଣ ଗୋଟେ ଡିଏସ୍ଏଲଆର ଲଗେଇ ଜଳେଇ ଦିଅନ୍ତୁ। ସମ୍ପୂର୍ଣ୍ଣ ପେପରଟି ଆପଣଙ୍କ ଆଖି ସାମ୍ନାରେ ଜଳିଯିବା ଦରକାର। ଏପରି କରିବା ଦ୍ୱାରା ଆପଣ ଅତୀତର ସେ ହିଡେନ୍ ଘଟଣାକୁ ଯେ ବାରମ୍ବାର ଆପଣଙ୍କୁ ଟ୍ରିଗରିଂ କରିକି ପରିଶାନ କରୁଛି ତାକୁ ଆପଣ ଭୁଲିବାରେ ସଫଳ ହେବେ। ଏବଂ ଆପଣ ଜାଣନ୍ତୁ ଯେ ଜୀବନ ଗୋଟିଏ ଡ୍ରାମା, ଲାଇଫ୍ ଇଜ୍ ଏ ଡ୍ରାମା, ଆଉ ଆମେ ସମସ୍ତେ ଏଠି ଅଭିନୟ କରିବାକୁ ଆସିଛୁ। ସେହି ସମୟର ଘଟଣା, ସେହି ବ୍ୟକ୍ତିବିଶେଷ, ସେହି ମୁହୂର୍ତ୍ତ ପାଇଁ ହିଁ ଆମ ଲାଇଫରେ ଥିଲେ ଗୋଟେ ଆଜ୍ ଏ କ୍ୟାରେକ୍ଟର, ଆମ ଡ୍ରାମାର ଗୋଟେ କ୍ୟାରେକ୍ଟର ହିସାବରେ ଥିଲେ, ଯାହାଙ୍କର ଆର୍ଟ ସରିଯାଇଛି, ସେ ଆମ ଲାଇଫରୁ ଚାଲି ଯାଇଛନ୍ତି। ସେହି ସ୍ମୃତିକୁ ମନେ ରଖିକି ବର୍ତ୍ତମାନ ଷ୍ଟେଜରେ ଆମ ପରଫର୍ମାନ୍ସ ଖରାପ ହେଉଛି, ବି ଲାଇକ୍ ଏ ହିରୋ। ବର୍ତ୍ତମାନରେ ଜିଅନ୍ତୁ, ବର୍ତ୍ତମାନର ଯାହା ପରଫର୍ମାନ୍ସ ଆପଣଙ୍କର ଅଛି ତା ଉପରେ ଧ୍ୟାନ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତ ବହୁତ ହି ସୁନ୍ଦର ହେବ।